ଦୟାକରି ତୁମେ ଭଗବାନଙ୍କୁ ଆଦୌ କିଛି ମାଗ ନାହିଁ। ତୁମର ମାଗିବା ହିଁ ଭଗବାନ ଆଉ ତୁମ ମଝିରେ ହେଉଛି ଅନ୍ତରାୟ, ଗୋଟେ ପ୍ରାଚୀର। ତୁମେ ତା ପାଖକୁ ଏପରି ଯାଅ ଯେମିତି କିଛି ପାଇବା ପାଇଁ ନୁହେଁ, ବରଂ ତୁମେ ଭଗବାନ ପାଖକୁ ଯାଅ ଏହା ପ୍ରକାଶ କରିବା ପାଇଁ ଯେ ତୁ ମୋତେ ଏ ଜୀବନରେ ଯାହା କିଛି ଦେଇଛୁ ସେଥିପାଇଁ ମୁଁ ମୋର କୃତଜ୍ଞତା ପ୍ରକାଶ କରିବା ପାଇଁ ତୋ ପାଖକୁ ଆସିଛି। କିଛି ମାଗିବା ପାଇଁ ନୁହେଁ କିମ୍ବା କିଛି ପାଇବା ପାଇଁ ନୁହେଁ। ଏଇ ଯୋଉ ମାଗିବାର ମନୋବୃତ୍ତି, ମନ୍ଦିରକୁ ଗଲା ମାତ୍ରକେ ଆମେ ଭଗବାନଙ୍କୁ ମାଗୁଛୁ, ମୋ ଝିଅର ବିବାହ କରିଦିଅ, ପୁଅର ଚାକିରି କରିଦିଅ, ସ୍ୱାମୀର ଦେହ ଭଲ ହେଇଯାଉ, ଏ କୋଠାଟାକୁ ମୁଁ ତିଆରି କରିଦିଏ। ସବୁବେଳେ ଖାଲି ମାଗିବା। এই ମାଗିବାଟା ତମ ଭିତରେ ଆଉ ତା ଭିତରେ ଗୋଟେ ପ୍ରାଚୀର ହିଁ ଛିଡ଼ା ହୋଇଥାଏ। ବରଂ ତୁମେ ମନ୍ଦିରକୁ ଯାଅ କେବଳ ତୁମର କୃତଜ୍ଞତା ପ୍ରକାଶ କରିବା ପାଇଁ ଯେ ପ୍ରଭୁ ମୁଁ ଅଯୋଗ୍ୟ, ମୋର କୌଣସି ଯୋଗ୍ୟତା ନଥିଲା, କିନ୍ତୁ ଏ ଜୀବନରେ ତୁ ମୋତେ ବହୁତ କିଛି ଦେଇଛୁ, ସେଥିପାଇଁ ମୁଁ କୃତଜ୍ଞ। ତୁମେ ମନ୍ଦିର ଏବଂ ମସଜିଦକୁ ଆଦୌ କୌଣସି କିଛି ମାଗିବାକୁ ଯାଅ ନାହିଁ, ବରଂ ମନ୍ଦିର ମସଜିଦକୁ ଯାଅ ଈଶ୍ୱରଙ୍କୁ କହିବା ପାଇଁ ଯେ ଥ୍ୟାଙ୍କ ୟୁ ଭଗବାନ, କେବଳ ନିଜର କୃତଜ୍ଞତା ପ୍ରକାଶ ପାଇଁ। କିନ୍ତୁ କେତେ ଜଣ ଆପଣମାନେ ନିଜେ ଭାବନ୍ତୁ, କେବଳ ଏଇ ଥ୍ୟାଙ୍କ ୟୁ କହିବା ପାଇଁ ମନ୍ଦିର ଯାଉଛନ୍ତି ନା ସବୁବେଳେ କେବଳ ମାଗିବା ପାଇଁ ଯାଉଛନ୍ତି।